চির শান্তি বিরাজিত চিত্রকূট বন। হঠাৎ হঠাৎ সৈন্যগণঙ্কর কোলাহল শব্দ, মেঘ প্রায় ধূলি রাশি উড়ুছি গগনে। ব্যাকুলে পড়ান্তি ডরি বন্য পশুগণে। কেউ দেশে অবা কিয়ে আসুচি স্থান ন পাରୁଛି জানি। ଅନ୍ୱେଷଣେ ଯାଇଅଛି ସାନୁଜ ଲକ୍ଷ୍ମଣ। ଅଗ୍ରଜ ବିଳମ୍ବ ନ କରି ଶୀଘ୍ର ଧୈର୍ଯ୍ୟକୁ ଦଣ୍ଡ। ଆସିବା ହୁଅନ୍ତୁ ବାଟ ଦେବା ପାଇଁ ଦଣ୍ଡ। କାହାକୁ? କିଏ ସେହି ଦୃଷ୍ଟ? ସୈନ୍ୟ ସାମନ୍ତ ଘେରି ଦୁରାତ୍ମା ପାପିଷ୍ଟ ଖୋଜି ଖୋଜି ଆସେ କୈକେୟୀର ଚଟ। କି ଭାସିଲୁ ବାବୁ, ସ୍ନେହର ଭରତ ମୋର ଆସିଅଛି ବନେ। କାହିଁ ନା ଜ୍ୟେଷ୍ଠ ଭାତ, ସ୍ନେହର ଭରତ ନା ଜ୍ୟେଷ୍ଠ ଭାତ, ସେ ଆଉ ଆପଣଙ୍କ ସ୍ନେହର ଭରତ ନୁହଁ। ନିଷ୍କଟକ ରାଜ୍ୟ ଭୋଗ କରିବା ଉଦ୍ଦେଶ୍ୟ ସୈନ୍ୟ ସାମନ୍ତ ଘେନି ଆସିଅଛି ତୁମର ବିନାଶ। ଅଗ୍ରଜ ସେ ଯେ ମୋର କନିଷ୍ଠ, ଆଉ ମୁଁ ତୁମର ଜ୍ୟେଷ୍ଠ ଭ୍ରାତ। ଅଗ୍ରଜ ତାର ପ୍ରତି ତୋର ମନେ ଏ ଦୁର୍ଭାବନା ନୁହଁ ଉଚିତ ବାବୁ, ନୁହଁ ଉଚିତ। ଆମ୍ଭ ମଧ୍ୟେ ନାହିଁ କେବେ ଭାତୃର ବିବାଦ। ଅଗ୍ରଜ ବୃଥା ଚିନ୍ତା ଆଣୁଛ ମାନସେ। ଅଗ୍ରଜ ନା ଜ୍ୟେଷ୍ଠ ଭାତ, ଯେଉଁ ମାତାଙ୍କର ମିଷ୍ଟ ବାଣୀ ମଧ୍ୟରେ ଲୁଚିଥିଲା ହଳାହଳ ବିଷ, ତାରି ଗର୍ଭରୁ ଜାତ ପାପିଷ୍ଟ ଭରତ। ଅଙ୍ଗର ବିଜଳୁ ଆସିଅଛି ତୁମ୍ଭ ସାଥେ, ତୁମର ସୁରକ୍ଷା ଯେ ମୋର ପ୍ରଧାନ କର୍ତ୍ତବ୍ୟ। ଆଜି ନିଶ୍ଚୟ ମୃତ୍ୟୁରୁ ମରିବ ପାପୀ। ভরত শত্রুঘ্ন মোহর অনজ। জ্যেষ্ঠ হই কনিষ্ঠরে বৈমাতৃক ভাব, কুলকু কলঙ্ক দেই অমর্যাদা হইব মোহর। রাজ সুখ তুচ্ছ মণি আসি অছে বনবাস 14 বরষ। ଏହା ଜାଣି ସୁଦ୍ଧା ମନ୍ଦ ଉଦ୍ଦେଶ୍ୟରେ ଆସିଅଛି ସେହି ଲକ୍ଷ୍ମଣ। ମୋ ପକ୍ଷେ ଦୁର୍ଲଭ ନୁହେଁ ସସାଗର, ଲାଭ କରିପାରେ ମୁହିଁ ସୁଖ ଇନ୍ଦ୍ର। ମାତ୍ର ତୁମେ 3 ଭାଇ ମୋର ପ୍ରାଣଠୁ ଅଧିକ। ତୁମ ସୁଖ ଆଗେ ମୋର ସବୁ ସୁଖ ତୁଚ୍ଛ। ମୋର ବିଶ୍ୱାସ ମାତୁଳାଉ ଫେରି ସିଏ ନ ଦେଖି ଆସେ। আসি অছি নিশ্চয় ক্ষমা মাগিবা উদ্দেশ্যে। আস আস বাবু। ଚାଲନ୍ତୁ ଅଗ୍ରଜ।